ସବୁ କଥା ଜଲ୍ଦି ଜଲ୍ଦି ସର୍ଟ ଭିଡ଼ିଓରେ ଦେଖେଇ ହୁଏନି, ଯେତିକି ଦେଖେଇ ହେଲା ସେତିକି ମୁଁ ଦେଖେଇଲି ଆପଣମାନଙ୍କୁ। ତ ଦେଖନ୍ତୁ ଏଇଟା କୁନ୍ଦୁରି ଗଛ ନା ପିତା ତୁଡ଼ା ଗଛ ଆପଣମାନେ ଏଇଟା କହିବେ। ଆଉ ସ୍ୱାମୀଙ୍କ ପାଖରୁ ଆଜି ଏତେ ପ୍ରକାର ଗାଳି ଶୁଣିବି ମାନେ କହିବା କଥା ନାହିଁ, କାରଣ ତାଙ୍କ ଗାମଛାକୁ ଚିରିକି ମୁଁ ଖଣ୍ଡ ଖଣ୍ଡ କରିଦେଇଥିଲି। ଏବେ ଆପଣମାନେ କହିବେ କ'ଣ ପାଇଁ? ତ ଦେଖନ୍ତୁ ଏଇସବୁ ଯେଉଁ ଗଛ ମଞ୍ଜି ପକେଇଥିଲି ଏରା ସବୁ ମାଡ଼ିବ, ତ ତାର ସମୟ ହେଇଗଲାଣି ମାଡ଼ିବା ପାଇଁକି। ତ ସେଥିପାଇଁ ନେଟ୍ ଗୋଟେ ବାନ୍ଧିକି ଏଇ ଗାମଛା ସବୁ ଚିରି ଚିରି କରିକି ମୁଁ ତାକୁ ଯେମିତି ଯାହା କରିକି ଟିକେ ଉପରକୁ ଛାଡ଼ିଲି ମାଡ଼ିବା ପାଇଁ, କାରଣ ଜାଗା ସର୍ଟେଜ୍ ଅଛି। ତାପରେ ଘାସ କିଛି ଉପୁଡ଼ାପୁଡ଼ି କରିକି ଫୋପାଡ଼ିଥିଲି କମ୍ପୋଷ୍ଟ ପାଖକୁ। ଆଉ ଏତେ ଖରାରେ ଝାଳ ବୋହୁଥିଲା ମାନେ କହିବା କଥା ନାହିଁ। ଏଠୁ କିଛି କଲରା ଗଛ ଉପାଡ଼ିକି ସେଠି ଲଗେଇଲି, ସେଠୁ କିଛି କ୍ୟାପ୍ସିକମ୍ ଗଛ ଆଣିକି ଏଠି ଲଗେଇଲି। ଏମିତି କରିକି ମୋର ଚାଲିଛି କାମ ଏପଟ ସେପଟ ହେଇକି। ତାପରେ ଏଠି ଦେଖନ୍ତୁ କିଛି ଭେଣ୍ଡି ଗଛ ଲଗେଇବି। ଆଉ ଭେଣ୍ଡି ଗଛ ପାଇଁକି ମୋର ଫାଷ୍ଟ ଦରକାର ଅସ୍ତ୍ରଶସ୍ତ୍ର। ତାପରେ ଖୋଳା ଖୋଳି ଧୁମ୍ ଧାମ୍ କରିକି ସବୁ କରିଦେଲି, ଫୋପଡ଼ା ଫିଙ୍ଗା କରିଦେଲି ଦୌଡ଼ିକି। ତାପରେ ଦେଖନ୍ତୁ ମାଉସୀ ଆସିଥିଲେ ଦେଖିବାକୁ କ'ଣ କରୁଛୁ ବୋଲିକି। ତାପରେ ଏଠି କିଛି ଭେଣ୍ଡି ଗଛକୁ ମୁଁ ଏତିକି ଲେଖା ଗାୟବ ଛାଡ଼ିକି ଲଗେଇଦେଲି। କଞ୍ଚା ଲଙ୍କା ସହ ଗୋଟେ ଖଡ଼ା ଗଛ ହାର୍ଭେଷ୍ଟିଂ ପାଇଁ ରେଡ଼ି ହେଇଥିଲା, ତାକୁ ମଧ୍ୟ ହାର୍ଭେଷ୍ଟିଂ କରିନେଲି। ଆପଣମାନେ ଯଦି ଏ ଭିଡ଼ିଓ ଭଲ ଲାଗିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ଆଉ ଏଠି କିଛି କଲରା ଗଛ ମଧ୍ୟ ଅଛି।